ଏଠାରେ ଉପକୂଳ ଓଡ଼ିଶାରେ ବିସ୍ତୃତି ବର୍ଷା ଅନୁଭୂତ ହୋଇଥିବା ବେଳେ ଅବଶିଷ୍ଟ ଅଞ୍ଚଳରେ ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଲାର କାତିପଦାଠାରେ ଆମର ଯେଉଁଟାକି ପାଖାପାଖି 28 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସର୍ବୋଚ୍ଚ ଦିନ ତାପମାତ୍ରା ଆମର ସୋନପୁରଠାରେ 29.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଗତକାଲି ରାଜ୍ୟର କିଛି ସହରରେ ତାପମାତ୍ରା ମାର୍ଚ୍ଚ ମାସର ସବୁଠାରୁ ଥଣ୍ଡା ଦିନ ଭାବେ ପରିଗଣିତ ହୋଇଛି। ଭୁବନେଶ୍ୱରରେ 19.2 ଡିଗ୍ରୀ ସେଲସିୟସ୍, ସେହିପରି ଆମର ଯେଉଁଟା ରହିଥିଲା ପାରାଦୀପରେ ପାଖାପାଖି 20.4 ଡିଗ୍ରୀ ସେଲସିୟସ୍, ପୁରୀରେ 20.7 ଡିଗ୍ରୀ ସେଲସିୟସ୍, ଆମର ରହୁଥିଲା ଚାନ୍ଦବାଲିରେ 21 ଡିଗ୍ରୀ ସେଲସିୟସ୍ ଏବଂ ଆମର ବାରିପଦାରେ 20.4 ଡିଗ୍ରୀ। ଏସବୁ ତାପମାତ୍ରା ମାର୍ଚ୍ଚ ମାସର ସବୁଠୁ ଥଣ୍ଡା ଦିନ ଭାବେ ପରିଗଣିତ ହୋଇଛି, କାରଣ ଏହା ପୂର୍ବରୁ ପାଖାପାଖି ଯଦି ଦେଖିବା ପୁରୀରେ 131 ବର୍ଷ ମଧ୍ୟରେ ଇଏ ସବୁଠାରୁ କମ୍ ଦିନ ତାପମାତ୍ରା ଭାବରେ ପରିଗଣିତ ହୋଇଛି। ଏବଂ ସେପରି ଭୁବନେଶ୍ୱରରେ 72 ବର୍ଷ ମଧ୍ୟରେ ଏବଂ କଟକରେ ଯଦି ଦେଖିବା 121 ବର୍ଷ ମଧ୍ୟରେ ସବୁଠାରୁ କମ୍ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ବର୍ତ୍ତମାନ କିନ୍ତୁ ଦେଖିବା ଯଦି ଗତକାଲି ତୁଳନାରେ ଯାହା ପୂର୍ବାନୁମାନ ରହିଥିଲା, ପାଗ ମୁଖ୍ୟତଃ ରାଜ୍ୟର ଅଧିକାଂଶ ସ୍ଥାନରେ ଶୁଖିଲା ରହିଛି। କେବଳ ଆମେ ଯଦି ଦେଖିବା ଆଗାମୀ 24 ଘଣ୍ଟା ପାଇଁ କେବଳ ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଏହି ଯେଉଁ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଭାବରେ ଆଂଶିକ ମେଘୁଆ ସହିତ କିଛି ଜିଲ୍ଲାରେ କିଛି ସ୍ଥାନରେ ଅତ୍ୟନ୍ତ ହାଲୁକା ବର୍ଷା ରହିବାର ସମ୍ଭାବନା ରହିଛି। 22ରୁ 24 ତାରିଖ ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ, କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ। ଏବଂ ତାପରେ 25 ତାରିଖ ବେଳକୁ ଗୋଟିଏ ପଶ୍ଚିମା ଝଡ଼ ପ୍ରଭାବରେ ଆମର ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଏହି ଯେଉଁ 4 ଜିଲ୍ଲା ରହୁଛି ସେଥିରେ 1ରୁ 2ଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ପାଇଁ ପୂର୍ବାନୁମାନ ଜାରି କରାଯାଇଛି। 26 ଏବଂ 27 ପାଗ ପୁଣି ଶୁଖିଲା ରହିବ। ଦିନ ତାପମାତ୍ରା ଯେହେତୁ ଅନେକ ସ୍ଥାନରେ ରାଜ୍ୟରେ ସ୍ୱାଭାବିକ ଠାରୁ 10ରୁ 17 ଡିଗ୍ରୀ ପର୍ଯ୍ୟନ୍ତ କମିଥିଲା, ବର୍ତ୍ତମାନ ଧୀରେ ଧୀରେ ଏହା ବୃଦ୍ଧି ହେବାର ସମ୍ଭାବନା ରହୁଛି। ଖାସ୍ କରିକି ଆଗାମୀ 2 ଦିନ ମଧ୍ୟରେ 2ରୁ 3 ଦିନ ମଧ୍ୟରେ ପାଖାପାଖି 8ରୁ 10 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକାଂଶ ସ୍ଥାନରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ମଧ୍ୟ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହୁଛି ଏବଂ ଖାସ୍ କରିକି ଆମର ମାର୍ଚ୍ଚ ଶେଷ ଆଡ଼କୁ 28ରୁ 30 ମଧ୍ୟରେ ତାପମାତ୍ରା କିଛି ସ୍ଥାନରେ ଆମର 39-40 ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି, କାରଣ ଏହି ସମୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ୱାଭାବିକ ତାପମାତ୍ରା ପାଖାପାଖି 38ରୁ 39 ଡିଗ୍ରୀ ରହିବା କଥା। ଭୁବନେଶ୍ୱରରେ ଆଜି ମୁଖ୍ୟତଃ ଭାବରେ ଦିନ ତମାମ ପାଗ ଆକାଶ ନିର୍ମଳ ରହିବ, ଶୁଖିଲା ପାଗ ସହିତ ସର୍ବୋଚ୍ଚ ଦିନ ତାପମାତ୍ରା 32-33 ଡିଗ୍ରୀ ମଧ୍ୟରେ ସୀମିତ ରହିବାର ସମ୍ଭାବନା ରହିଛି।